ଖଇଫୁଟା ବଟ ମହାପୁରୁଷ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶଙ୍ଖେଶ୍ୱର ଗାଁରେ ବିଗତ 3 ଦିନ ଧରି ନିରବଚ୍ଛିନ୍ନ ଭାବେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ 13 ଖଣ୍ଡ ଗ୍ରାମ୍ୟ ସମୂହର ସମ୍ମିଳିତ ଉଦ୍ୟମରେ ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟ ମହାପୁରୁଷ ପୁଣ୍ୟ ଗାଦି ତଳେ ପାଳିତ ହୋଇ ଆସୁଛି। କଳା ଓ ସାଂସ୍କୃତିକ ମହୋତ୍ସବ ଜନପ୍ରିୟ ଖଇଫୁଟ ଯାତ୍ରା। କାଳର ପ୍ରବାହମାନ ସ୍ରୋତରେ ଏହି ଖଇଫୁଟା ଯାତ୍ରା ଆଜି ପାଲଟିଛି କିମ୍ବଦନ୍ତୀ। ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ଗ୍ରାମ୍ୟ ସମୂହର ଐକାତ୍ମିକ ଭାବ, ସମ୍ମିଳିତ ଆନ୍ତରିକ ଉଦ୍ୟମ ଏବଂ ପ୍ରଚେଷ୍ଟା ଯୋଗୁଁ ଏହି ମହିମାମଣ୍ଡିତ ଐତିହ୍ୟ ଅଦ୍ୟାବଧି ଉଜ୍ଜୀବିତ ହୋଇ ରହିପାରିଛି। ଏହି ସର୍ବପ୍ରାଚୀନ ପୀଠରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯାଇଛି। ପ୍ରିୟ ଖଇଫୁଟା ଯାତ୍ରାର ମହାନ ପରମ୍ପରା ଏବଂ ରନ୍ଧ୍ରେ ରନ୍ଧ୍ରେ ଉପଭୋଗ କରି ଶେଷ ବସନ୍ତର ପୁଲକ ଆଉ କାନ୍ଧରେ କାନ୍ଧ ମିଶାଇ ଆଗେଇ ନେଇଛନ୍ତି 13 ଖଣ୍ଡ ଗାଁର ବାସିନ୍ଦାମାନେ। ବେଶ ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯାଇଛି। ଏହି ମହୋତ୍ସବ ଉଦ୍ଯାପନୀ ଦିବସରେ ସନ୍ଧ୍ୟାରେ ଜଗତସିଂହପୁର ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ମହୋଦୟ ଯୋଗଦେବା ସହ ଅଞ୍ଚଳବାସୀଙ୍କର ପରସ୍ପର ମଧ୍ୟରେ ଭଲ ପାଇବା ଏବଂ ଭାଇଚାରା ସୃଷ୍ଟି କରିବା ପାଇଁ ଆଲୋକପାତ କରିଥିଲେ। ମନୋଜ କୁମାର ଜେନାଙ୍କ ସହ ପ୍ରସଞ୍ଜିତ ଦାସଙ୍କ ରିପୋର୍ଟ, ବିଶ୍ୱବିଜୟୀ ନ୍ୟୁଜ ଓଡ଼ିଶା।